ଟିକେ ଭଲସେ ତିଆରି ହେଇଗଲା। କ'ଣ କହିଲ ସବୁଦିନ ଫଟୋ ହାତରୁ ଖସି ପଇଲା। ତ ଏବେ ଦେଖନ୍ତୁ ଏବେ ଆସିଲାଣି ବଜାରରୁ। ତ ଏବେ ଦେଖୁଥିବେ ସକାଳୁ ସକାଳୁ ଆଜି ମମ୍ମି ରୁଟି କରିଦେଉଛି କାହିଁକିନା ସମସ୍ତଙ୍କୁ ଆଜି ଆମ ଘରେ ଥଣ୍ଡା ସମସ୍ତଙ୍କୁ ଖାସ୍ କରି ମୋତେ ତ ବହୁତ ଜୋର ଥଣ୍ଡା ହେଇଛି ପୁରା ହବା। ତତେ ବି ଥଣ୍ଡା ଜ୍ୱର ହେଇଛି ବୋଧେ? ତତେ ମୋତେ ଖାଲି ଥଣ୍ଡା ହେଇଛି ଯୋଉଟା ତ ଥଣ୍ଡା ଦେହ ଲାଗି ରୁହେ ଆଉ ଏଠି ରୁଟି ଏବେ ହେଉଛି। ଆଉ କ'ଣ ଭଜା ହେଉଛି? କ'ଣ ହେଇଛି? ଭଜା ହେଇନି, ହବ କୋବି ଆଳୁ ଭଜା ହବ। ଓହୋ, ଫୁଲକୋବି କାଟିକି ଥୋଇଛି, ଆଳୁ ଭଜା ହବ ଏଇଠି ଆଉ। ମମ୍ମି ସରିଲାଣି ଟିକେ ରୋଷେଇ? ଭୋକ କରିବ କେତେରେ? ସରିଲାଣି ଟିକେ। ଆଉ ରୁଟି ନା ହେଉଥିଲା ସରିଲା ବୋଧେ ସବୁ ନା? ଭଜାଟା ହେଇଗଲାଣି ଆଉ ଆଳୁ ଆଉ ତା ଦେହରେ କ'ଣ ଅଛି? କୋବି ପଡ଼ିକି ଗୁଣ୍ଡା ହେଇଗଲା ଟିକେ ତ ଦି କାଟି ଦେଇଥିଲି। ମମ୍ମି ଏଠି କ'ଣ ଢାଳିଗଲା ନା କ'ଣ? କୋଳଥ ପୁରା ସିଝେଇକି ନଉଥିଲି। ହଁ ଆଲୋ ନାନୀ ଏଠି ଢାଳିଗଲା ଲୋ, ହାତରୁ ଖସି ପଇଲା। ତ ସବୁ ହେଇଗଲା ସବୁ କାନ୍ଥ ଯାକ ସବୁ ହେଇଗଲା। ଏତିକି ସେ ଆଜି ମାନେ ଅଳ୍ପ ଅଛି କୋଳଥ ବୋଲି ନୁହଁ କି, ମୁଁ ଅଳ୍ପ ଡାଲି କରିଛି, ସେ ତ ହାତରୁ ଖସି ପଇଲା। ସବୁ ତ ଗଲା ଲେଟ୍ ହେଲାଣି, ମୁଣ୍ଡ କ'ଣ ହେଲା ଶୋଇ ପଇଲି ବୋଲି ଏତେ ପାଲା ହେଲାଣି। ଏତେ ହେଲାଣି ମୁଣ୍ଡ ଭଲ ଏଠି କ'ଣ ରୋଷେଇ ବସିଛି ନା କ'ଣ? ସେଇ ରୋଷେଇ ବସିବା ରାହିଟା ବସିଛି, ମେଜିଟା କରୁଛି ଧୋଇକି ସେ ଗ୍ରାଇଣ୍ଡର କରିଦେବ। କ'ଣ କରିବି? ଗ୍ରାଇଣ୍ଡର କରିକି ଲଗାଇଲେ ଖାଇବ ଆଉ କ'ଣ କରିବ? ତ ହାତରୁ ଖସି ପଇଲା ସେଠି ବିଚିଗଲା ସବୁ। ତ ମା ବସୁଛନ୍ତି ଆଉ ସେପଟେ ଯାଇକି କୁକୁର ହାତରେ ଲାଗୁଛି ଆଉ ପୁଣି ଆଉ ନାଇଁ କ'ଣ କୁକୁର ହାତରେ ଲାଗୁଛି। ସେ ସରିଯାଇଛି। ଆୟୁଷ ଆଉ ତା ଭାଇ ଖାଉଛନ୍ତି ଏଠି, ଦୁଇ ଭାଇ ଯାଇକି ବସିକି ଖାଉଛନ୍ତି। ଭେଣ୍ଡି ରାହି କରିଥିଲି ଆଉ କୋଳଥ ଡାଲି, ମାଛ ଭଜା, ଲୁଣି ମାଛ ଭଜା ଆଉ ରୋହି ମାଛ ଭଜା। ଆଉ ଆୟୁଷ ଖାଇପାରୁନି, ଚାମୁଚରେ ଖାଉଛି, ମୁଁ ତାକୁ ଖୁଆଏ ଆଉ ଚାମୁଚରେ ଏବେ ସେ ଖାଉଛି। ଖୁଆଇଦେବି ତାକୁ ଏଇନା, ସେ ବସିଛି ଟିକେ ଟିକେ ଏମିତି ଖାଉଛି, ତାପରେ ମୁଁ ତାକୁ ଖୁଆଇଦେବି। ବାବା ଆଇଲୁଣି ବର ପାଣିକି? ମୁଁ ଦେଖେ ପାଣି ନା ନାହିଁ, ଖାପି ହେବ ପୁଣି ଦେଖିବା କ'ଣ କରୁଛନ୍ତି ଦାଣ୍ଡପଟେ। ଏଠି ସମସ୍ତେ କ'ଣ ବସି ପଡ଼ିଛନ୍ତି, ବସିଛନ୍ତି, ଗପ ଚାଲିଛି ତାଙ୍କର ସମସ୍ତଙ୍କର। ସମସ୍ତେ ଏଠି ବସିଛନ୍ତି, ଏଠି ସମସ୍ତେ। ଆଉ ମା ବି ବସିଛ, ମା ଆସିକି ଆଜି ବସିଛ, ନାନୀ ଏଠି ଆସିକି ବସିଛନ୍ତି। ଆଉ କ'ଣ କହିଲ? ସବୁଦିନ ଫଟୋ ଉଠେଇନି, ଆଉ ଦିନେ ଫଟୋ ଉଠେଇବ? ସବୁଦିନ ମା କହୁଛନ୍ତି ମୋର ଖାଲି ଫଟୋ ଉଠେଇ ଦେଉଛନ୍ତି ଖାଲି, ଆଉ ଫଟୋ ଉଠିବନି ଆଉ କ'ଣ ହବ? ନାନୀ ଏଠି ବସିଛନ୍ତି। କ'ଣ ବିକା ଆସିଛି ନା ରସୁଣ ଧୂପକାଠି, ରସୁଣ ଧୂପକାଠି କ'ଣ ବିକା ରଖିବ ନା କ'ଣ? ମା ଏଠି ବସିଥାଅ, ନାନୀ ତ ଏଠି ବସିଛନ୍ତି। ଆଉ ଏଠି ମାଛ ହେଲା, ବରଫ ଦିଆହେଉଛି ମାଛରେ, ମାଛରେ ବରଫ ଦିଆହେଉଛି। ଆଜି କ'ଣ କେତେ ପ୍ରକାର ମାଛ ଆସିଛି ତ? ହଁ ମିଟିକାଳ ସିଏ ଏଇଟା ଭାକୁର। ଓହୋ, ଇଏ ରୋହି, ଆଉ ତଳପଟେ ରୋହି ଅଛି। ଏତିକି ନା ଆଉ ଅଛି ମାଛ? ଏତିକି ବରଫ ଦେଇଦେବା ଆଉ। ମାଛ ପୁରା ସଫା ଦେଖାଯାଉଛନ୍ତି ଆଜି, କ'ଣ ମାନେ ସର୍ପ ଦେଇକି ସଫା କରିଦେଇଛ ନା କ'ଣ ମାଛକୁ? ସଫା ଦେଖାହେଉଛି ମାଛ ଗୁଡ଼ାକ ସବୁ। ରସୁଣ କେତେ ଲେଖା? ରସୁଣ ଆସିଛି ବିକା, ରସୁଣ ଗଲେ ରଖିବା ପାଇଁକା। ନୂଆ ରସୁଣ ନାଇଁ, ରଖନି ନୂଆ ରସୁଣ, ନା ନା ସେ ପାକ ହବନି। ଏଠି ବରଫ ଦିଆ ହେଇଗଲା, ଗୁଣ୍ଡ କରିକି ଦେଲନି? ଗୁଣ୍ଡ କରିକି ସନ୍ଧ୍ୟାବେଳକୁ ଦେବା। ଥଣ୍ଡା ହେଇଯାଇଛି ଆଉ। ହଉ ଚାଲ ଖାଇବା। କୋଳଥ ଡାଲି କରିଥିଲି ଯେ ସବୁ ଢାଳିଗଲା, ମାନେ ବିଞ୍ଚିଗଲା, ସିଝେଇକି ଆଣିକି ଥଣ୍ଡା କରିଥିଲି, ବିଞ୍ଚିଗଲା। ଆମେ ଏବେ ଆସିଥିଲୁ ସାତପାଳ ବଜାର ଆସିଥିଲୁ, ଆଉ ମେସିନ୍ଟା ଟିକେ ତିଆରି କରିବାକୁ, ଆଉ ମେସିନ୍ଟା ଟିକେ ଭଲସେ ତିଆରି ହେଇଗଲା। ଆଉ ଆଣିକି ଆସୁଛନ୍ତି ଦୋକାନ
ଦୋକାନରେ ଥୋଇକି ଯାଇଥିଲୁ ଟିକେ ସେପଟକୁ ଆଉ ଟିକେ ଦାନା ଆଣିବାକୁ ଚଢ଼େଇ ଦାନା ଆଉ ଆଣିକି ଆସୁଛନ୍ତି। ଆଉ ଗାଡ଼ି ମଟର କେତେ ଆସୁଛି ଏପଟକୁ କେତେ ଆସୁଛି ସେପଟକୁ କେତେ ଆସୁଛି ଗାଡ଼ି ମଟର ସବୁ। ଆଉ ସେ ଆସିପାରୁନାହାନ୍ତି, ଆସିଲେ ଏଥରକ ଆସିଲେ ମଟରଟା ଫିଟିଂ ହେଇଯାଇଛି ଆଉ ଘରକୁ ଯିବ ଆଉ ଗାଡ଼ି ଟଙ୍ଗା ହେଉଛି ଆଉ ଧରିବି ଟିକେ ଧରିବି ଟିକେ ପୁରା ଧରିବି ମଟରଟା ଧରିଦେବା ବ୍ୟାଗରେ ଜାଗା ହେଇନି। ଏଇଟା ରଖିଦେବ ତାପରେ ଏଇ ଗାମୁଛାଟା ତରକାରୀ ନେଇଛୁ ପୁଅ ପାଇଁକା ରହିଥାଉ ପୁଅ ପାଇଁକା ତରକାରୀ ନେଇଛୁ ତରକାରୀ ଆଣି କ'ଣ ଆସିଛି ତରକାରୀ ଘରକୁ ଗଲେ ଆପଣମାନେ ଦେଖିବେ। ଗାଡ଼ିରେ ସବୁ ବ୍ୟାଗ ବନ୍ଦ ହେଇଗଲା ସେପଟେ ଷ୍ଟାର୍ଟ ମାରିବାକୁ ଗଲେ କାହିଁକିନା ମାରିପାରିବେନି ତାଙ୍କ ନିଜ ସେପଟ ଗୋଡ଼ରେ ତ ମାରିପାରୁନାହାନ୍ତି। ଆଉ ଟିକେ ଗଲେ ଗାଡ଼ି ଷ୍ଟାର୍ଟ କରିବେ ଆମେ ଘରକୁ ଯିବୁ ଆଉ ବାହାରିବୁ ଆମେ ଘରକୁ ବହୁତ ବଢ଼ିଆ ଆସିଲାଣି ବି ଆମ ଗାଡ଼ି ଷ୍ଟାର୍ଟ ହେଇଗଲା ଆମେ ବି ଚାଲିବୁ ଘରକୁ। ବଜାରକୁ ବାହାର କରିବୁ ଆଉ ଏପଟେ ଦେଖନ୍ତୁ ଗୋପାଳଜୀଙ୍କ ମନ୍ଦିର ଆପଣମାନେ ଦେଖିପାରୁଥିବେ ସାମ୍ନାରେ ବଜାରରୁ ତା ବଜାର ପାସ୍ କରିଗଲୁ ଆମେ ଏବେ ଆମେ ଚାଲୁ ଆଉ ଥରେ ଦେଖାଉଛି ମନ୍ଦିରଟା ଦେଖନ୍ତୁ ମନ୍ଦିରଟା ଆଉ ଗୋପାଳଜୀଙ୍କ ମନ୍ଦିର ସୁନ୍ଦର ଚିତ୍ର ବକୁଳ ବନରେ ସବୁ ଅଙ୍କା ହେଇଛନ୍ତି। କ'ଣ ମାନେ ଆସିଗଲ ଆରେ ହେଇ ଖାଲି ବେଡ଼େ ହେଉଛନ୍ତି ଆସିଗଲ ଏଇନା ବଜାରରୁ କ'ଣ ହଉଛନ୍ତି କିଛି ଆସିନି ତାଙ୍କ ପାଇଁକା ତ ସେ କେମିତି ହଉଛନ୍ତି ତାଙ୍କ ନହେଲେ କ'ଣ ଆଣିକି କାଳେ ଆସିଛନ୍ତି କ'ଣ କରୁଛନ୍ତି ଇନା ଆସିଲେ ସାଙ୍ଗେ ନା ସେ ଚଢ଼େଇ ଜାନା ଦେଇଦିଅ ନହେଲେ ତାଙ୍କୁ ବାବା ସମସ୍ତେ ଆସିଲେ ଆରେ ହେ ଇଏ ମାନୁନାହାନ୍ତି ଟୋଟାଲି ତ ଏବେ ଦେଖନ୍ତୁ ଏବେ ସମସ୍ତେ ଖାଉଛନ୍ତି ଏବେ ମମ୍ ବାବା ହଁ ଏବେ ବଜାରରୁ ଆସିକି ଖାଉଛନ୍ତି ଏବେ ଆଉ ମା ଏବେ ଏଠି ବସିକି ଖାଉଛି ଆଉ କୋବି ଆଉ ଚଣା ତରକାରୀ ଆସିଥିଲା ଆଉ ଖାଉଛନ୍ତି।